sin is deadly, ପାପ ମାରାତ୍ମକ, ପାପ ସାଂଘାତିକ, ପାପ ଗୁରୁତର ହୋଇପାରେ। ଆଜି ସକାଳ ସମୟରେ ଆମେ ଆମ ପ୍ରଭୁଙ୍କର ଧନ୍ୟବାଦ ଦେଉ, ଏଠାରେ କୌଣସି କୁଷ୍ଠ ରୋଗୀ ନାହାନ୍ତି, ଆମେ ସମସ୍ତେ ସୁସ୍ଥ ସବଳ ଅଛୁ। ମାତ୍ର ଏଇ ଶାସ୍ତ୍ରାଂଶରେ ଆମେ ଦେଖୁଛେ ପ୍ରିୟ ବନ୍ଧୁଗଣ, ସିନ୍ ଇଜ୍ ଲାଇକ୍ ଏ ଲେପ୍ରୋସି, ପାପ ମଧ୍ୟ ସେଇ କୁଷ୍ଠ ରୋଗ ଭଳିଆ। ଯେତେବେଳେ ଆମେ ପାପ ଆଉ କୁଷ୍ଠ ରୋଗୀକୁ ତୁଳନା କରିବା ମାନେ ଭେରି ସିମିଲର। ପାପ ଆଉ କୁଷ୍ଠ ରୋଗ ବିଷୟରେ ଆମେ ଦେଖୁଛେ ପ୍ରିୟ ବନ୍ଧୁଗଣ, ଜଣେ କୁଷ୍ଠ ରୋଗୀ ଯେତେବେଳେ ତାକୁ ସେ ରୋଗ ହୋଇଥାଏ ତାର ଶରୀରରୁ କ'ଣ ହୋଇଥାଏ, ଧୀରେ ଧୀରେ ଅଙ୍ଗ ଗୁଡ଼ିକ ନଷ୍ଟ ହୋଇଥାଏ। ମାତ୍ର ସେଇ ରୋଗୀ ଜାଣିପାରିନଥାଏ, ତାର ଶରୀର ମାନେ ପେଇନ୍ ହୋଇନଥାଏ, ତାର ଶରୀର ଧୀରେ ଧୀରେ ନଷ୍ଟ ହୋଇକି ଯାଇଥାଏ। ସେଇଭଳିଆ ପାପ ଯେତେବେଳେ ଲୋକମାନେ ପାପରେ ପତିତ, ସେମାନେ ମଧ୍ୟ ଜାଣିପାରିନଥାନ୍ତି କି ସେମାନଙ୍କର ଜୀବନ ମଧ୍ୟ ଧୀରେ ଧୀରେ କ'ଣ ହେଉଛି, ନଷ୍ଟ ହେଉଛି। ପାପରେ ସେମାନେ ଏନ୍ଜୟ କରନ୍ତି, ପାପରେ ସେମାନେ ଏତେ ଲିପ୍ତ କି ସେମାନଙ୍କୁ ଠିକ୍ କ'ଣ ଭୁଲ କ'ଣ କିଛି ଜଣା ପଡ଼ିନଥାଏ। ଯେମିତି ସେ କାଲୁଆ ଇଞ୍ଜେକ୍ସନ୍ ଭଳିଆ, କାଲୁଆ ଇଞ୍ଜେକ୍ସନ୍ ମାନେ ସେମାନଙ୍କର ମନ କାଲୁଆ ହୋଇଯାଇଛି, ସେମାନଙ୍କୁ ଜଣା ପଡ଼ିନଥାଏ ମିଛ କ'ଣ ସତ କ'ଣ ଠିକ୍ ଭୁଲ କିଛି ଜାଣିପାରନ୍ତି। ପ୍ରିୟ ବନ୍ଧୁଗଣ, ଏହି ଶାସ୍ତ୍ରାଂଶ ଆମମାନଙ୍କୁ ମନେ ପକାଇ ଦିଏ, ସିନ୍ ଇଜ୍ ଡେଡଲି, ପାପ ସାଂଘାତିକ ଅଟେ, ପାପ ମାରାତ୍ମକ ଅଟେ, ପାପ ଗୁରୁତର ଅଟେ। ପ୍ରିୟ ବନ୍ଧୁଗଣ, ଆଜି ଏହି ସକାଳ ସମୟରେ ବାଇବଲର ଶିକ୍ଷା ଅଟେ, ଏହା ଆମମାନଙ୍କର ସବୁଠାରୁ ବଡ଼ ସମସ୍ୟା। ଆପଣ ଜାଣନ୍ତି ପ୍ରିୟ ବନ୍ଧୁଗଣ, ମୋ ଜୀବନରେ ଆପଣଙ୍କ ଜୀବନରେ ହ୍ୱାଟ୍ ଇଜ୍ ଦ ବିଗ୍ ଇସ୍ୟୁ, ସବୁଠାରୁ ବଡ଼ ସମସ୍ୟା କ'ଣ ଅଟେ? ମୁଁ ଏହି ସପ୍ତାହରେ ଜଣେ ଭାଇକୁ ପଚାରୁଥିଲି କି ସବୁଠାରୁ ବଡ଼ ସମସ୍ୟା କ'ଣ ଆମ ଦେଶରେ? ଆଉ ସେ ଭାଇ ପାଟିକିନା କହିଲେ କି ବେରୋଜଗାରୀ, ବେକାରୀ। ମୁଁ କହିଲି ନାହିଁ, ସବୁଠାରୁ ବଡ଼ ସମସ୍ୟା ହେଉଛି ପାପ। ପାପ ହେଉଛି ସବୁଠାରୁ ବଡ଼ ସମସ୍ୟା। ଆଜି ଆମେ ଦେଖୁଛେ ପ୍ରିୟ ବନ୍ଧୁଗଣ, ପାପ ଥିବା ସକାଶୁ ଆଜି ଭାଇ ଭାଇକୁ ମଧ୍ୟ ହତ୍ୟା କରୁଛି, ମାଆକୁ ମଧ୍ୟ ପୁଅ କ'ଣ କରୁଛି, ହତ୍ୟା କରୁଛି। ଦେଶ ଦେଶ ବିରୁଦ୍ଧରେ ଝଗଡ଼ା, ଅଶାନ୍ତି, ମାନେ କେତେ ଟଙ୍କା ଅର୍ଜନ କଲେ ମଧ୍ୟ କେତେ ବଡ଼ ଘରେ। ଏଇ ସପ୍ତାହରେ ଆମେ ଘର ବିଲ୍ଡିଂ ଦେଖୁଥିଲୁ, ମାନେ ଏମିତି ଦେଖିଲେ ଟୋପି ମଧ୍ୟ କ'ଣ ହେଇଯିବ, ଏତେ ବଡ଼ ବଡ଼ ବିଲ୍ଡିଂ ଉପରେ ରହୁଛନ୍ତି ଲୋକମାନେ, ମାତ୍ର ଜୀବନରେ ଆନନ୍ଦ ନାହିଁ, ଶାନ୍ତି ନାହିଁ। ହ୍ୱାଇ, ହ୍ୱାଟ୍ ଇଜ୍ ଦ ରିଏଲ୍ ଇସ୍ୟୁ? ପ୍ରୋବ୍ଲେମ୍ କ'ଣ? ଯେଉଁ ପ୍ରୋବ୍ଲେମ୍ ଆଦମଙ୍କ ସମୟରେ ଥିଲା ସେହି ପ୍ରୋବ୍ଲେମ୍ ଆଜି ମଧ୍ୟ ବଦଳି, ଘର ବଦଳି ଯାଉଛି, ଚାକିରି ବଦଳି ଯାଉଛି, ଆମମାନଙ୍କର ଲାଇଫଷ୍ଟାଇଲ୍ ବଦଳି ଯାଉଛି, ମାତ୍ର ସେହି ଅବସ୍ଥା ଆଦମଙ୍କର ଅବସ୍ଥା ଆଜି ମଧ୍ୟ ବଦଳି ନାହିଁ। ପ୍ରିୟ ବନ୍ଧୁଗଣ, ସେଇ ହେଉଛି ମୂଳ ସମସ୍ୟା, ଆମମାନଙ୍କର ଯେଉଁ ଅସଲ ସମସ୍ୟା, ରିଏଲ୍ ପ୍ରୋବ୍ଲେମ୍ ହେଉଛି ପାପ। ଆଉ ଏହା ବହୁତ ଡେଡଲି, ଘାତକ ଅଟେ, ସାଂଘାତିକ ଅଟେ। ପାପକୁ ଆପଣମାନେ ମୁଁ ମଧ୍ୟ ମାନେ ଅଣଦେଖା କରିବା ଉଚିତ ନୁହେଁ। ବହୁତ ଲୋକମାନେ ପାପକୁ କ'ଣ ଭାବନ୍ତି, ବହୁତ ହାଲୁକା ଭାବରେ ନିଅନ୍ତି, ପାପ ସହିତ ସେମାନେ ଖେଳନ୍ତି। ପ୍ରିୟ ବନ୍ଧୁଗଣ, ଏହି ଶାସ୍ତ୍ରାଂଶ ଆମକୁ ମନେ ପକାଇ ଦିଏ, ଏହା କୁଷ୍ଠ ରୋଗ ସମାନ, କେତେବେଳେ ଚାଲିଯିବ ଜୀବନ ଆମମାନଙ୍କୁ ଜଣା ନାହିଁ। ପ୍ରିୟ ବନ୍ଧୁଗଣ, ମାତ୍ର ଏହି ଶାସ୍ତ୍ରାଂଶରେ ଆମେ ଦେଖୁଛେ, ଶେଷରେ ମୁଁ କହିବା ପାଇଁ ଚାହେଁ ପ୍ରିୟ ବନ୍ଧୁଗଣ, ଏହି ଶାସ୍ତ୍ରାଂଶ ଆମମାନଙ୍କୁ ମଧ୍ୟ ମନେ ପକାଇ ଦିଏ କି ଜିଜସ୍ କ୍ଲିନ୍ସ ଆୱାର ହାର୍ଟସ୍, ଯୀଶୁ ଖ୍ରୀଷ୍ଟ ହିଁ ଆମମାନଙ୍କୁ ପାପରୁ କ'ଣ କରନ୍ତି, ଶୁଚି କରନ୍ତି। ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପାପରୁ ଉଦ୍ଧାର କରନ୍ତି। ଏହି ସାଂଘାତିକ ରୋଗରୁ, ଏହି ସାଂଘାତିକ ଅବସ୍ଥାରୁ, ଏହି ଶୋଚନୀୟ ଅବସ୍ଥାରୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ରକ୍ଷା କରନ୍ତି। ଏଠାରେ ଯଦି ଆମେ ଦେଖୁଛେ ପ୍ରିୟ ବନ୍ଧୁଗଣ, ଯେମିତି ସେଇ କୁଷ୍ଠ ରୋଗୀକୁ ଯୀଶୁଖ୍ରୀଷ୍ଟ କ'ଣ କଲେ, ମାନେ ତାଙ୍କର କେହି ନଥିଲେ, ତାଙ୍କୁ କିଏ ପଚାରୁନଥିଲେ, ତାଙ୍କର ଅବସ୍ଥା ବହୁତ ଖରାପ ଥିଲା, ଦୟନୀୟ ଥିଲା, ଶୋଚନୀୟ ଥିଲା। ମାତ୍ର ଯୀଶୁଖ୍ରୀଷ୍ଟ ଦୟାରେ ବିଗଳିତ ହୋଇ ତାଙ୍କୁ କ'ଣ କଲେ, ତାଙ୍କୁ ହାତ ବଢ଼େଇ ତାଙ୍କୁ ସୁସ୍ଥ କଲେ। ପ୍ରିୟ ବନ୍ଧୁଗଣ, ଆମମାନଙ୍କର ଅବସ୍ଥା ମଧ୍ୟ ସେପରି ଥିଲା, ଆମମାନଙ୍କୁ ମଧ୍ୟ କିଏ ପଚାରୁନଥିଲେ। ବାଇବଲରେ ଲେଖା ଅଛି ଏଫେସୀୟ 2 ଅଧ୍ୟାୟରେ, ଆମମାନେ ହୋପଲେସ୍, ଆମମାନେ ଆଶା ବିହୀନ ଥିଲୁ, ୱି ୱେର୍ ୱିଥାଉଟ୍ ଗଡ୍, ମାନେ ଆମମାନେ ଈଶ୍ୱର ବିହୀନ ଥିଲୁ। ଆମମାନଙ୍କ ମୋର ଅବସ୍ଥା, ଆମେ ବିଜାତି ଥିଲୁ, ଆମକୁ କିଏ ପଚାରୁନଥିଲେ, ଆମେ ତ ଈଶ୍ୱରଙ୍କ ପଛରେ ଯାଉନଥିଲୁ, ଆମେ ସଂସାର ପଛରେ ଗମନ କରୁଥିଲୁ। ଆମମାନଙ୍କର ଅବସ୍ଥା ବହୁତ ଖରାପ ଥିଲା, ଶୋଚନୀୟ ଥିଲା, ଦୟନୀୟ ଥିଲା। ମାତ୍ର ବାଇବଲରେ ଲେଖା ଅଛି, ଦୟାର ସାଗର ଈଶ୍ୱର ସେ ଆମମାନଙ୍କୁ ମହାପ୍ରେମରେ ପ୍ରେମ କଲେ, ଖ୍ରୀଷ୍ଟଙ୍କ ସହିତ ସଜୀବ କଲେ। ପ୍ରେଜ୍ ଦ ଲର୍ଡ। ପ୍ରିୟ ବନ୍ଧୁଗଣ, ଯେମିତି ଯୀଶୁଖ୍ରୀଷ୍ଟ ଏହି କୁଷ୍ଠ ରୋଗୀକୁ ଦୟାରେ ବିଗଳିତ ହୋଇ ସୁସ୍ଥ କଲେ, ଆମମାନଙ୍କୁ ମଧ୍ୟ ଯୀଶୁଖ୍ରୀଷ୍ଟ ପ୍ରାୟ 2000 ବର୍ଷ ପୂର୍ବେ ସେ ପବିତ୍ର ଈଶ୍ୱର ସେ କ'ଣ କଲେ, ଏହି ପାପୀ ଜଗତକୁ, ଏହି ପାପୀ, ଆମେ ପାପୀ ଥିବା ସମୟରେ ଏହି ପାପରେ ପତିତ ଦୁନିଆକୁ ସେ କ'ଣ ହେଲେ, ନର ରୂପରେ ଆସିଲେ। ପବିତ୍ର ଈଶ୍ୱର
ଯାହାଙ୍କଠାରେ ବାକ୍ୟରେ ଲେଖା ଅଛି ପାପର ଲେଶ ମାତ୍ର ନଥିଲା, ମାତ୍ର ଜାଣି ଶୁଣି ପାପୀ ମାନଙ୍କୁ ବଞ୍ଚିବା ପାଇଁ ଏ ପାପୀ ଜଗତକୁ ସେ ଆସିଗଲେ। ପ୍ରିୟ ବନ୍ଧୁଗଣ, କ'ଣ ପାଇଁ ସେ ଆସିଲେ? କ'ଣ ପାଇଁ ସେ ନର ରୂପେ ଆସିଲେ? କ'ଣ ପାଇଁ ସେ ଶିଶୁ ଭାବରେ ଜନ୍ମଗ୍ରହଣ କଲେ? ୱାଇ, କାହିଁକି ଯୀଶୁଖ୍ରୀଷ୍ଟ ଆସିଲେ? ପ୍ରିୟ ବନ୍ଧୁଗଣ, ମୂଳ କାରଣ ହେଉଛି ଆମମାନଙ୍କର ସବୁଠାରୁ ବଡ଼ ସମସ୍ୟା ପାପର ସମସ୍ୟା, ତାହାକୁ ସମାଧାନ କରିବା ପାଇଁ, ରକ୍ଷା କରିବା ପାଇଁ। କାରଣ ଆମମାନଙ୍କୁ ମଧ୍ୟ ଯେମିତି ଆମେ ଗୋଟେ ଗୀତ ଗାଉଛୁ, ଥିଲୁ ନିରୁପାୟ, ଆମମାନଙ୍କର ଉପାୟ ନଥିଲା, ଆମମାନଙ୍କର କୌଣସି ଆଉ ସମାଧାନ ନଥିଲା। ମାତ୍ର ପ୍ରେଜ୍ ଦ ଲର୍ଡ, ପ୍ରଭୁଙ୍କ ଧନ୍ୟବାଦ ହଉ। ପ୍ରିୟ ବନ୍ଧୁଗଣ, ପ୍ରାୟ 2000 ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟ ଆସିଲେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ବଦଳରେ। ଯୀଶୁଖ୍ରୀଷ୍ଟ କ'ଣ ହେଲେ? କ୍ରୁଶରେ ମଲେ। କ୍ରୁଶରେ କାହାକୁ ଝୁଲିବାର ଥିଲା? କ୍ରୁଶରେ ମୋତେ ଆଉ ଆପଣଙ୍କୁ ଝୁଲିବାର ଥିଲା। ଝୁଲିଲ ମୋ ପାଇଁ କ୍ରୁଶରେ। ପ୍ରିୟ ବନ୍ଧୁଗଣ, ସେ ଆମମାନଙ୍କ ନିମନ୍ତେ କ୍ରୁଶରେ ମଲେ, ତୃତୀୟ ଦିବସରେ ପୁନରୁତ୍ଥିତ ହେଲେ। ଆଜି ସେ ଜୀବିତ ଅଟନ୍ତି। ଯେତେବେଳେ ଆମେ ନିଜ ପାପର ଅନୁତାପ କରୁ, ପଶ୍ଚାତାପ କରୁ, ଯୀଶୁଙ୍କଠାରେ ବିଶ୍ୱାସ କରୁ, ତାହେଲେ ଆମମାନଙ୍କର ସମସ୍ତ ପାପ କ୍ଷମା ହୋଇଯାଏ। ପ୍ରିୟ ବନ୍ଧୁଗଣ, ଏହି ଶାସ୍ତ୍ର ଅନୁସାରେ ଆମେ ଦେଖୁଛେ ଏଇ ଯେଉଁ କୁଷ୍ଠରୋଗ ଭଳିଆ ଆମମାନେ ମଧ୍ୟ ପାପରେ ଗ୍ରସିତ ଥିଲୁ, ପାପରେ ପୀଡ଼ିତ ଥିଲୁ, ପାପରେ ଆମେ ଲିପ୍ତ ଥିଲୁ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ମଧ୍ୟ ଦୟାରେ କ'ଣ କଲେ? ସେ ଆମମାନଙ୍କୁ ହାତ ବଢ଼ାଇ ସେ ଆମମାନଙ୍କୁ ରକ୍ଷା କଲେ। ପ୍ରିୟ ବନ୍ଧୁଗଣ, ଆଜି ଏହି ସକାଳ ସମୟରେ ମୁଁ ଆପଣମାନଙ୍କୁ ଉତ୍ସାହ କରିବା ପାଇଁ ଚାହେଁ, ଯୀଶୁ କେବଳ ଖାଲି ଫିଜିକାଲି ସେ ସୁସ୍ଥ କରନ୍ତି ନାହିଁ, ମାତ୍ର ସେ ଆମମାନଙ୍କର ପ୍ରାଣକୁ ମଧ୍ୟ ସୁସ୍ଥ କରନ୍ତି। ହି ହିଲ୍ସ ଆୱାର ହାର୍ଟସ୍, ଆୱାର ସୋଲ୍ସ। କେବଳ ବାହ୍ୟ ଚମତ୍କାର କରିବାରେ ହିଁ ସକ୍ଷମ ନୁହନ୍ତି, ମାତ୍ର ସେ ଆମମାନଙ୍କର ଇନସାଇଡ୍, ଆମମାନଙ୍କର ଭିତରେ, ଆମମାନଙ୍କର ହୃଦୟ ଆଭ୍ୟନ୍ତରୀଣ ଯେଉଁ ସମସ୍ୟା ଅଛି ତାହାକୁ ମଧ୍ୟ ସେ କ'ଣ କରନ୍ତି? ସେ ସୂଚୀ କରନ୍ତି, ସୁସ୍ଥ କରନ୍ତି। ଆଉ ଆଜି ଆମମାନଙ୍କର ଏହା ହିଁ ସବୁଠାରୁ ବଡ଼ ଆବଶ୍ୟକତା। ଆଜି ସକାଳ ସମୟରେ ମୁଁ ଆପଣମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଚାହେଁ, ପ୍ରିୟ ବନ୍ଧୁଗଣ, କ'ଣ ଆଜି ଆମେ ସତରେ ସୂଚୀ ହୋଇଅଛୁ କି? ଆମେ ନିଜକୁ ପଚାରିବା କଥା, ଏମ୍ ଆଇ କ୍ଲିନ୍ ଇନ୍ ମାଇ ହାର୍ଟ? ମାନେ କ'ଣ ପ୍ରଭୁ ମୋର ହୃଦୟକୁ ସୂଚୀ କରିଛନ୍ତି କି? ବାହାରେ ଆମେ ସୁସ୍ଥ ସବଳ ଦେଖାଯାଉଥିବା, ବାହାରେ ଆମେ ଠିକ୍ ଦେଖାଯାଉଥିବା, ମାତ୍ର ବାକ୍ୟରେ ଲେଖା ଅଛି ଗଡ୍ ଲୁକ୍ସ ଏଟ୍ ଦ ହାର୍ଟ। ପରମେଶ୍ୱର ଆମମାନଙ୍କର ଅନ୍ତ କ'ଣ ଦେଖନ୍ତି, ଆମମାନଙ୍କର ହୃଦୟ ଦେଖନ୍ତି। ଲୋକମାନଙ୍କୁ ଆମେ କ'ଣ କରିପାରିବା? ଲୋକମାନଙ୍କୁ ଆମେ ମୂର୍ଖ ବନେଇ ପାରିବା, ଲୋକମାନଙ୍କୁ ଆମେ ଧୋକା ଦେଇପାରିବା। ପ୍ରିୟ ବନ୍ଧୁଗଣ, ପାପ ସହିତ ଖେଳନ୍ତୁ ନାହିଁ। ପାପ ସାଂଘାତିକ, ସିନ୍ ଇଜ୍ ଡେଡଲି। ପାପ ସହିତ ପାପକୁ ଅଣଦେଖା କରନ୍ତୁ ନାହିଁ, ପାପ ସହିତ ସାଲିସ୍ କରନ୍ତୁ ନାହିଁ। ସିନ୍ ଇଜ୍ ଭେରି ଡେଡଲି। ଜଣେ ପ୍ରଭୁଙ୍କର ଦାସ କହିଲେ, ବି କିଲିଂ ସିନ୍ ଅର୍ ଏଲ୍ ସିନ୍ ବିଲ୍ ବି କିଲିଂ ୟୁ। ପାପକୁ କ'ଣ କର? ପାପକୁ ହତ୍ୟା କର, ନହେଲେ ପାପ ତୁମକୁ କ'ଣ କରିବ? ପାପ ହିଁ ତୁମକୁ ମାରିଦେବ। ମୁଁ ଗୋଟିଏ କାହାଣୀ ଶୁଣୁଥିଲି, ମନେ ପଡ଼ିଲା କି ଜଣେ ଲୋକ ସାପକୁ ପାଳିଥିଲା। ଆଜି ମଧ୍ୟ ଲୋକମାନେ ସାପକୁ କ'ଣ କରନ୍ତି? ପାଳନ୍ତି। ଆଉ ସେ ସାପକୁ ପାଳିକି ଲୋକମାନଙ୍କ ସାମ୍ନାରେ ସେ ସାପକୁ ଦେଖିକି ସେ ଟଙ୍କା ଅର୍ଜନ କରୁଥିଲା। ଆଉ ଅନେକ ସମୟରେ ସେଇ ସାପ ସେ ଦେଖେଇକି ଲୋକମାନଙ୍କ ଠାରେ କ'ଣ କରୁଛି? ପଇସା ସେ କମାଉଥିଲା। ଆଉ ଦିନେ କ'ଣ ହେଇଛି, ଯେଉଁ ସାପକୁ ସେ ପାଳିଥିଲା, ସେ ଏମିତି ଲୋକମାନଙ୍କୁ ଦେଖେଇବା ସମୟରେ ସେ ସାପର ମୁଣ୍ଡକୁ ସେ କ'ଣ କରିଛି? ସେ ଚକୁଡ଼ି ଦେଇଛି। ଆଉ ସେହି ସମୟରେ ସାପ କ'ଣ କଲା? ଯେଉଁ ଲୋକ ତାକୁ ପାଳିଥିଲା ସେଇ ସାପ ହିଁ ତାକୁ ମାରିଲା। ଲୋକମାନେ ଭାବୁଛନ୍ତି ବା ସବୁଦିନ ଭଳିଆ ତ ଦେଖାଉଛି, ମାତ୍ର ସେଇ ଲୋକଟା ସାପ କାମୁଡ଼ିବା ସକାଶୁ ସାଙ୍ଗେ ସାଙ୍ଗେ ସେ ମରିଗଲା। କହିବାର ଅର୍ଥ ହେଉଛି କି ଯଦି ଆପଣ ପାପ ସହିତ ଖେଳିବ, ମୁଁ ଯଦି ପାପ ସହିତ ଖେଳିବି, ସେଇ ପାପ ହିଁ ଆମକୁ କ'ଣ କରିବ? ମାରିବ। ପାପ ହିଁ ଆମକୁ କ'ଣ କରିବ? ପାପ ହିଁ ଆମକୁ ହତ୍ୟା କରିବ। ପ୍ରିୟ ବନ୍ଧୁଗଣ, ସିନ୍ ଇଜ୍ ଡେଡଲି ବଟ୍ ଦ ଗୁଡ୍ ନ୍ୟୁଜ୍, ସୁସମାଚାର ହେଉଛି କି ଯୀଶୁଖ୍ରୀଷ୍ଟ ଏଇ ପାପ ସାଂଘାତିକ ରୋଗରୁ ଆମକୁ ବଞ୍ଚିବା ପାଇଁ ଏଇ ଜଗତକୁ ଆସିଥିଲେ।